ଆଜିର ସକାଳରେ ଆପଣମାନଙ୍କ ପାଇଁ ସବୁଠୁ ବଡ଼ ଖବର। ରାଜ୍ୟରେ ଥିବା ମୋଟ 74,224ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। 50ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। 3,890 ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ା ଘରେ ଚାଲୁଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର 50ଟି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ 12 ଲକ୍ଷ ହିସାବରେ 6 କୋଟି ଟଙ୍କାର ମଞ୍ଜୁର ହୋଇଛି। ଏହିସବୁ ଅଙ୍ଗନବାଡ଼ି କେନ୍ଦ୍ର ସହରାଞ୍ଚଳରେ ଉଦ୍ଦିଷ୍ଟ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି। ତେବେ ରାଜ୍ୟରେ ଏବେ 3,890ଟି ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ା ଘରେ ଚାଲୁଛି। 10,469ଟି ଅଙ୍ଗନବାଡ଼ି କମ୍ୟୁନିଟି ସେଣ୍ଟରରେ ଚାଲିଛି। ବାକି 4,574ଟି ଅଙ୍ଗନବାଡ଼ି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା କହିଛନ୍ତି ପ୍ରଭାତୀ ପରିଡ଼ା। ସେହିପରି ଅସମାପ୍ତ ଦ୍ୱାରା ଅଙ୍ଗନବାଡ଼ି କେନ୍ଦ୍ରର ତଦାରଖ କରାଯିବ। ଜିଓଟ୍ୟାଗ୍ ଫଟୋ ସେଥିରେ ଅପଲୋଡ଼ ହେଉଛି। କେଉଁ କେନ୍ଦ୍ରରେ କିପରି କାର୍ଯ୍ୟ ହେଉଛି ଏହି ଆପ୍ ଦ୍ୱାରା ତଦାରଖ ହେଉଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅତ୍ୟାଧୁନିକ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଯୋଜନାର ହାତକୁ ନିଆଯାଇଛି। ଯେଉଁ କେନ୍ଦ୍ରଗୁଡ଼ିକର ନିଜସ୍ୱ ଘର, ବିଜୁଳି ଏବଂ ପାଣିର ସୁବିଧା ଉପଲବ୍ଧ ଅଛି ସେଗୁଡ଼ିକ ସକ୍ଷମ ଅଙ୍ଗନବାଡ଼ି ଭାବେ ଘୋଷଣା କରାଯିବ। ତେବେ 12,140ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତିକରଣ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ମୋଟ 84,000 ଟଙ୍କା ଯୋଗାଇ ଦିଆଯାଉଛି। ଏହି ସକ୍ଷମ ଅଙ୍ଗନବାଡ଼ିରେ LED ଟିଭି ପାଇଁ 25,000, RO ପାଇଁ 10,000, ପୋଷଣ ପାଇଁ 10,000 ଟଙ୍କା ବିନିଯୋଗ ହେବ। ଆଉ ସେପଟେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ କୁହାଯାଇଛି ଯେ ସେମାନେ ବାରମ୍ବାର ଆନ୍ଦୋଳନ କରି ଦାବି ଜଣାଇ ଆସୁଛନ୍ତି। ସରକାର କେବଳ ପ୍ରତିଶ୍ରୁତି ଦେଉଛନ୍ତି। ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ସହାୟିକାମାନଙ୍କୁ ସରକାରୀ ମାନ୍ୟତା, ଯେପର୍ଯ୍ୟନ୍ତ ସରକାରୀକରଣ କରାଯାଇନାହିଁ କର୍ମୀମାନଙ୍କୁ 18,000 ଟଙ୍କା ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରିବା ପାଇଁ ଦାବି ହେଉଛି। ପ୍ରତିଶ୍ରୁତି ଅନୁଯାୟୀ କର୍ମୀମାନଙ୍କୁ 3,000 ଏବଂ ସହାୟିକାମାନଙ୍କୁ 2,000 ଟଙ୍କା ବର୍ଦ୍ଧିତ ଦରମା। ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ କାର୍ଯ୍ୟ ଅନଲାଇନ୍ରେ ହେଉଥିବା କାରଣରୁ 5G ମୋବାଇଲ। ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର 74,224 ଅଙ୍ଗନବାଡ଼ି ଅଭିଯାନ ମୋଡ଼ରେ ସକ୍ଷମ ଅଙ୍ଗନବାଡ଼ିରେ ରୂପାନ୍ତରିତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ 913ଟି ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି। ତେବେ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗର କେନ୍ଦ୍ରବିନ୍ଦୁ। ବହୁ ପ୍ରତୀକ୍ଷା ପରେ ରାଜ୍ୟର 913ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜର ଗୃହ ମିଳିଛି।